ସାଙ୍ଗମାନେ ଆଜି କ'ଣ ଜାଣିଛନ୍ତି? ଆଜି ହେଉଛି ବଉଳ ଅମାବାସ୍ୟା। ସେଥିପାଇଁ ସକାଳୁ ସବୁ ବେଳାବେଳି ରୋଷେଇବାସ ସାରି ଖାଆ ପିଆ ସାରି ଏବେ ସବୁ ବାସନକୁସନ ମଜାମଜି କରି ଘର ଦ୍ୱାର ଓଳିଆ ପୋଳିଆ କରି ଏଠି ଏବେ ଚାଉଳ ପୁରା ଭଲସେ ଧୁଆ ଧୋଇ କରି ଡେରି ଦେଇଛି। କାହିଁକିନା ଚାଉଳରୁ ପାଣି ଛାଡ଼ିଗଲା ପରେ ଆମର ଚୁନା ହେବ। ଆଜି ବଉଳ ଅମାବାସ୍ୟାରେ ଆମର ଧଳା ମଣ୍ଡା ହୁଏ। ସେଥିପାଇଁ ଏବେ ଚାଉଳ ଏବେ ଚୁରୁଛି ମୁଁ। ଦେଖୁଥିବେ ଭଲସେ ପାଣି ଛାଡ଼ି ଯାଇଛି, ବଢ଼ିଆ ସେ ଚୁରି ହେଇଯାଉଛି। ଆଉ ଏପଟେ ଏବେ ନଡ଼ିଆ ମୁଁ ଚୁରିଆ ଭିତରେ ଏବେ ନଡ଼ିଆ ମୁଁ କୋରିଆ କରି ଥୋଇ ଦେଇଥିଲି। ନଡ଼ିଆ ଛେନା କାହିଁକିନା ଛେନା ଘରେ ନଥିଲା କି କିଣା ହେଇକିରି ଆସିନି, ଆମ ସାହିରୁ ଜଣେ ଦେଇଛନ୍ତି। ଆଉ ମୁଁ ଏଠି ଏବେ ନଡ଼ିଆ ଛେନା ସବୁ ପକେଇକିରି ଏବେ ପୁରଟା ଭଲସେ ଭାଜିଦେବି। ଆଉ ଗୁଜୁରାତି ବି ଅଳ୍ପ ଟିକେ ଚୁରିଛି, କାହିଁକିନା ବେଶୀ ଗୁଜୁରାତି ନଥିଲା, 3ଟା ଥିଲା। ଆଉ ପୁଅ ପାଠ ପଢ଼ୁଥିଲା, ତାକୁ ଆଉ ଡାକିଲିନି। ମୁଁ କହିଲି ସେ 3ଟା ପକେଇଦେବି, ଆଡ଼ଜଷ୍ଟ କରିଦେବି। ଆଉ ଏଠି ଏବେ ଦେଖୁଛ ଭଲସେ ପୁରା ଭଜାଭଜି ପୁରା କରିଦେଇଛି। ପୁର ଏବେ ଭାଜି ସାରି ମୁଁ ଏବେ ଟିକେ ପାଣି ବସେଇ ଦେଇଥିଲି, ପାଣି ଏବେ ଫୁଟିଲାଣି। ମୁଁ ଏଠି ଏବେ ଚୁନା ପକେଇକିରି ଏବେ ଦେଖୁଥିବେ ଭଲସେ ଏବେ ଜନ୍ତା ଜନ୍ତି କରିଦେଲି, ଟିକେ ଭଲ ସିଝେଇ ଦେଲି। କାହିଁକିନା ପିଠା କଲାବେଳେ ବେଶୀ ସିଝା ଖାଇବନି। ଆଉ ଏଠି ମୁଁ ଏବେ ପିଠା ଗଢ଼ୁଛି। ଆଡ଼େ ମୋ ପୁଅ କହିଲାଣି ବୋଲ ମୋତେ ଭୋକ କଲେ। କହିଲେ ଆରେ ରହ ମୁଁ ଟିକେ ପିଠା କରି ଠାକୁରଙ୍କ ପାଖରେ ଭୋଗ କେତେ ସମୟ ଲାଗେ, ଭୋଗ କରିଦେବା ଖାଇବୁ ଆଉ। ମାନେ ନହେଲେ ଆଉ କ'ଣ କର ମୁଁ ଖାଇବି। ମୁଁ କହିଲି ଆଉ କରେ ମୋତେ ସମୟ ହେବନି। ଆଉ ପିଠା ତ ସରିଲାଣି, ଆପଣମାନେ ଦେଖୁଥିବେ ପିଠା ମୋର ସରିଲାଣି। ଏବେ ଠାକୁରଙ୍କ ପାଖକୁ ନେଇକି ଯାଉଛୁ, ଠାକୁରମାନେ ଆମ୍ବ ଗଛ ମୂଳକୁ ନେଇକି ଯାଉଛୁ। ଏଠି ଏବେ 4 ଯା ଯାକ ମିଶିକିରି ଏଠି ବି ପୂଜାପୂଜି କରୁଛୁ। ଆଉ ଏଠି ଆମର ତ ଆମ୍ବ ଗଛ ନାହିଁ, ସେ ଭାଉଜଙ୍କ ଘରେ ଗୋଟେ ଆମ୍ବ ଗଛ ଅଛି, ଆମେ ସେଇଠି ପୂଜାପୂଜି କରୁଛୁ। ଦେଖୁଥିବେ ଖୁସି ବାସି ପୂଜାପୂଜି କରି ସମସ୍ତେ ପିଠା ଖାଇ ଯିଏ ଯୁଆଡ଼େ